हेलो स्टूडेंट्स मु गोपाल आपण ମାନଙ୍କୁ ସ୍ୱାଗତ କରୁଛି ଆପଣ ମାନଙ୍କ ୟୁଟ୍ୟୁବ ଚ୍ୟାନେଲ ଚାଲ ପଢିବାକୁ। ତ ପିଲାମାନେ କେମିତି ଅଛ? ବାସ୍ ଆଶା କରୁଛି ବହୁତ ହି ଭଲରେ ଥିବ ପିଲାମାନେ। ତ ପିଲାମାନେ ଯେମିତି ତମେ ସବୁ ଜାଣି ସାରିଥିବ କଣ ଆମେ ନୂଆ ଏମସିକ୍ୟୁ ମହାମାରାଥନ ଷ୍ଟାର୍ଟ କରିବାକୁ ଯାଉଛେ। ତା କରି ହି ସାରିଛେ, ମାନେ ଅଧା ହେଇଗଲାଣି ଆମ ମାରାଥନ। ତ ନିହାତି ଭାବରେ ତମେ ପିଲାମାନେ ଜାଣି ସାରିଥିବ, ଯୋଉମାନେ ମୋର ପୁରୁଣା ପୂର୍ବରୁ ଭିଡିଓ ଦେଖି ଦେଖି ଆସୁଛନ୍ତି ଯୋଉ ଷ୍ଟୁଡେଣ୍ଟ ମାନେ, ସେମାନେ ଜାଣି ସାରିଥିବେ କଣ କରୁଛେ ପିଲାମାନେ। ନା ଆମେ ମ୍ୟାଥ ଏବଂ ସାଇନ୍ସ ର ପ୍ରତ୍ୟେକ ଚାପ୍ଟର ଆମେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଡିସ୍କସନ କରୁଛେ। କଣ କରୁଛେ ପିଲାମାନେ? ମୋଷ୍ଟ ଇମ୍ପୋର୍ଟାଣ୍ଟ ଏମସିକ୍ୟୁ କୁ ଡିସ୍କସନ କରୁଛେ। ତ ଏଇ ଏମସିକ୍ୟୁ କୁ ଡିସ୍କସନ କରିବାର ମେନ୍ ମୋଟିଭ କଣ ପିଲାମାନେ? ନା ଆମେ 10th କ୍ଲାସ ରେ ତମେ ଯେତେ ବି ଏକ୍ସାମ ଦଉଛ ପିଲାମାନେ, ଦଶମ ଶ୍ରେଣୀରେ 10th କ୍ଲାସ ରେ ତମେ ଯେତେ ବି ଏକ୍ସାମ ଦଉଛ, ସେଠି 50% ଏମସିକ୍ୟୁ ପଢୁଛୁ ଆଉ 50% ଥିଓରି ପଢୁଛୁ। ଥିଓରି ମାନେ ଲଙ୍ଗ କ୍ୱେଶ୍ଚନ ପଢୁଛୁ। ତ ଏଇ ଯୋଉ 50% ମେଜର ପାର୍ଟ ମାନେ ଆମର ଇମ୍ପୋର୍ଟାଣ୍ଟ ରହୁଛି କି ଆମେ ଆମ ମାର୍କ କୁ ବେଶୀ ଇଫେକ୍ଟ କରୁଛି କିଏ? ଏମସିକ୍ୟୁ। ଯଦି ପିଲାମାନେ ତମେ ଏମସିକ୍ୟୁ ର ଭଲ ମାର୍କ ରଖିବ ନା, ତେବେ ତମ ଓଭରଅଲ ତମ ଟୋଟାଲ ମାର୍କ ଟା ଭଲ ରହିବ। ଠିକ ଅଛି ନା ନାଇଁ? ତ ଯଦି ଏମସିକ୍ୟୁ ରେ ତମେ ଖରାପ ମାର୍କ ରଖି ଦଉଛ, ମାନେ ଆମର ସେଇ ଯୋଉ 50% ଭାଗରୁ ତମେ ଯଦି ଖରାପ ମାର୍କ ରଖି ଦଉଛ, ତେବେ ଟୋଟାଲ ମାର୍କ ଟା ତମର ପୁରାପୁରି ବେକାର ହେଇଯାଉଛି, ଖରାପ ହେଇଯାଉଛି, ବହୁତ କମ ଆସୁଛି। ତ ସେଇ ଏମସିକ୍ୟୁ ଟାକୁ ଆମେ ଷ୍ଟ୍ରଙ୍ଗ କରିବା ପାଇଁ ଆମେ ନେଇ ଆସିଛୁ ଏଇ ମାରାଥନ। ଏଇ ମାରାଥନ ରେ କଣ ହବ ପିଲାମାନେ? ସମସ୍ତ ଚାପ୍ଟର ର ଆମେ ଏମସିକ୍ୟୁ କୁ ଇମ୍ପୋର୍ଟାଣ୍ଟ, ଖାଲି ସେମିତି ମନ ଇଚ୍ଛା ଏମସିକ୍ୟୁ ନୁହେଁ, ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଡିସ୍କସନ କରିବାକୁ ଯିବା। ଆମେ ପ୍ରାୟତଃ ଲାଇଫ ସାଇନ୍ସ ର ଆମେ 4ଟା ବିଷୟକୁ ସାରି ଦେଇଛେ। ଆଉ ଫିଜିକାଲ ସାଇନ୍ସ ର ବି ପ୍ରାୟ 4-5ଟା 5-6ଟା ବିଷୟ ସାରି ଦେଇଛେ। ଯଦି ତମେ ଏପର୍ଯ୍ୟନ୍ତ ଦେଖିନ, ତ ନିହାତି ଭାବରେ ଆମର ଚ୍ୟାନେଲ କୁ ଯାଇକି ପ୍ଲେ ଲିଷ୍ଟ ରେ ଯାଇକି ଅଛି ସବୁଗୁଡା ସାଇନ୍ସ ସାଇନ୍ସ ପ୍ଲେ ଲିଷ୍ଟ ପାଇଯିବ ତମେ। ସାଇନ୍ସ ପ୍ଲେ ଲିଷ୍ଟ ରେ ତମେ ସବୁଗୁଡା ଅଛି, ତମେ ସେଠି ଯାଇକି ଦେଖିପାରିବ। ଠିକ ଅଛି। ତ ଆଜି ବିନା ଟାଇମ ୱେଷ୍ଟ କରିକି ଚାଲ ଭିଡିଓଟିକୁ ଷ୍ଟାର୍ଟ କରିବା। ତ ପିଲାମାନେ ପ୍ରଥମ କଣ କହିଛି ନା, କେଉଁଠି ଏକ ବୃଦ୍ଧି ହ୍ରାସକ ହର୍ମୋନ। ଏମାନଙ୍କ ଭିତରୁ କୋଉଟା, ଏମାନଙ୍କ ଆମେ ତ କହିପାରିବା ନା ଏମାନଙ୍କ ଭିତରୁ ସମସ୍ତ ଗୋଟେ ହରମୋନ ବୋଲି କହିପାରିବା ଆମେ, ହରମୋନ। ତ ଏମାନଙ୍କ ଭିତରୁ କୋଉଟା ବୃଦ୍ଧି ହ୍ରାସକ ହରମୋନ? ଅକ୍ସନ କୁ କହିପାରିବା, ନା ଏଥିଲିନ କୁ କହିପାରିବା, ନା ସାଇଟୋକାଇନିନ କୁ କହିପାରିବା, ନା ଫ୍ଲୋରିଜେନ କୁ ଆମେ କହିପାରିବା? ଜଲ୍ଦି କମେଣ୍ଟ କର ପିଲାମାନେ। ଭେରି ଗୁଡ। ଅକ୍ସନ କୁ ଆମେ କହିପାରିବାନି ବୃଦ୍ଧି ହ୍ରାସକ, ସାଇଟୋକାଇନିନ କୁ ବି କହିପାରିବାନି, ଫ୍ଲୋରିଜେନ କୁ ବି କହିପାରିବାନି। ଏଠି କାହାକୁ କହିପାରିବା ପିଲାମାନେ? ଏଥିଲିନ ଟାକୁ ଆମେ କହିପାରିବା ବୃଦ୍ଧି ହ୍ରାସକ ହରମୋନ ବୋଲି ଆମେ କହିପାରିବା। ତେବେ ଏଠି କଣ ହବ? ଅପସନ ଏ ଇଜ ଦ ରାଇଟ, ସରି ଅପସନ ବି ଇଜ ଦ ରାଇଟ ଆନ୍ସର। ଟିକେ ମିଷ୍ଟେକ ହେଇଗଲା, ରୁହ ଟିକେ ପିଲେ। ହଁ, ଅପସନ ବି ଇଜ ଦ ରାଇଟ ଆନ୍ସର। ଓକେ। ଆସିଯାଇଛି ପିଲାମାନେ, ଉଦ୍ଭିଦ ମାନଙ୍କର ଜୈବିକ କ୍ରିୟାର ନିୟନ୍ତ୍ରଣ ଓ ସମନ୍ୱୟ ରକ୍ଷା ପ୍ରଧାନତଃ ରାସାୟନିକ ପଦ୍ଧତିରେ କାହା ଦ୍ଵାରା ସମନ୍ୱିତ ହେଇଥାଏ? କାହା ଦ୍ଵାରା ସମନ୍ୱିତ ହୋଇଥାଏ? ଜଲ୍ଦି କୁହ ପିଲାମାନେ। ମେଲାଲିନ ଦ୍ଵାରା ସମନ୍ୱିତ ହେଇନଥାଏ। ଲାଫଲିପ ଦ୍ଵାରା ବି ହିମୋଲିପ ଦ୍ଵାରା ବି ସମନ୍ୱିତ ୟା ଦ୍ଵାରା ବି ସମନ୍ୱିତ ହେଇନଥାଏ। ତେବେ କଣ? ନା ଆମେ ଜାଣିଛେ ପିଲାମାନେ ହରମୋନ ଦ୍ଵାରା ସମନ୍ୱିତ ହେଇଥାଏ। କଣ ପିଲାମାନେ? ହରମୋନ। ହରମୋନ ଦ୍ଵାରା ସମନ୍ୱିତ ହୋଇଥାଏ ପିଲାମାନେ। ଠିକ ଅଛି ନା? ଟିକେ ୱିକ୍ ହଉଛ, ମାନେ କ୍ୱେଶ୍ଚନ ଆନ୍ସର ଗୁଡା ଦେଇପାରୁନ, କିଛି ଅସୁବିଧା ନାହିଁ। ଯଦି ତମର ଥିଓରି ପାର୍ଟ ଟା ଷ୍ଟ୍ରଙ୍ଗ ନାହିଁ, ଠିକ ଅଛି ନା, କୌଣସି ସବଜେକ୍ଟର ବା କୌଣସି ଚାପ୍ଟର ର ଥିଓରି ପାର୍ଟ ଟା ଯଦି ତମର ଷ୍ଟ୍ରଙ୍ଗ ନାହିଁ, ତ ନିହାତି ଭାବରେ ଗୋଟେ କାମ କରିବାକୁ ପଡିବ। ମୁଁ କହିବି ତମକୁ, ଥିଓରି ପାର୍ଟ ବି ମୁଁ ବହୁତ ଜଲ୍ଦି ନେଇକି ଆସିବି। ଠିକ ଅଛି ନା? ଯେତେ ସମନ୍ୱୟ ଓ ନିୟନ୍ତ୍ରଣର ପ୍ରଥମେ ଆମେ ଥିଓରି ପାର୍ଟ ଟା କନସେପ୍ଟ ୱାଇଜ ଆମେ ପଢିଦବା, ତାପରେ ଯାଇକି ଏମସିକ୍ୟୁ କରିବା। ଯଦି ସେମିତିକା ଚାହୁଁଛ ତମେ, ନିହାତି ଭାବରେ ମତେ କମେଣ୍ଟରେ ଜଣେଇବ। ଠିକ ଅଛି ନା? କମେଣ୍ଟରେ ଜଣେଇବ। ଆଉ ମୁଁ ଆଗକୁ କହିବି କେମିତିକା ଆମେ କଲେ ଯାଇକି ସେଇ ଥିଓରି କ୍ଲାସ ଆମେ ଆଟେଣ୍ଡ କରିପାରିବା। ଠିକ ଅଛି ନା? ତ ନିହାତି ଭାବରେ ଆକୁ ଦେଖ, ମୁଁ ଆକୁ ଯାଇ କହିବି ତମକୁ। ଠିକ ଅଛି? ଆଚ୍ଛା ହଉ। ନେକ୍ସଟ କ୍ୱେଶ୍ଚନ ତମ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି କଣ? ଘୃଣକାଣ୍ଡ ଆଲୋକ ଆଡକୁ ଗତି କରିବାର ପରୀକ୍ଷଣଟି କିଏ ପ୍ରଥମେ କରିଥିଲେ? ପିଲାମାନେ ଯଦି ଆମେ ଗୋଟେ ଏକ୍ସପେରିମେଣ୍ଟ ଦେଖିଥିଲା ନା, କିଛି ଗୋଟେ ଏମିତିକା କଣ ଗୋଟେ ବକ୍ସ ନେଇଯାଇଥିଲେ, ଏଇଠି ଗୋଟେ କଣ ଛେଦ କରିଦେଇଥିଲେ, ଗୋଟେ ମାନେ ଛେଦ କରିକି ଏଇଠି ଗୋଟେ ବକ୍ସ ଏମିତି ନେଇଥିଲେ, ଏଇ ଛେଦ ପଟୁ କଣ ଆଲୋକ ରଶ୍ମିଟା ପଡୁଥିଲା, କଣ ସୂର୍ଯ୍ୟାଲୋକ ରଶ୍ମିଟାକୁ ସିଏ ଛାଡୁଥିଲେ। ଏଠି କଣ ଗୋଟେ ଛୋଟିଆ ଗଛଟେ ଲଗେଇ ଦେଇଥିଲେ, ଏଇଠି ଗଛ, ତାର ଡାଳ ଏଇଠି ସବୁ କଣ ଋଣ କାଣ୍ଡ ସବୁ ବଢୁଥିଲେ। ତ ଏଇଠି କଣ ଦେଖିଥିଲେ ଆମେ? ସେଇ ଏକ୍ସପେରିମେଣ୍ଟ ଦେଖିଥିଲେ ଆମେ କଣ, ସେଇ ଯୋଉ ଭ୍ରୁଣ କାଣ୍ଡଟା ଆଲୋକ ଆଡିକି ଗତି କରୁଥିଲା। କଣ? ଆଲୋକ ଆଡିକି ଗତି କରିକି ବାହାରକୁ ବାହାରି ଯାଉଥିଲା। ତ ଏଇ ଯୋଉ ପରୀକ୍ଷାଟି କିଏ କରିଥିଲେ ବୋଲି ସିଏ ଆମକୁ ପଚାରିଛି। ପିଲାମାନେ ରବର୍ଟ ହିଲି ଏଟାକୁ କରିନଥିଲେ। ପ୍ରଥମେ ପ୍ରଥମେ କିଏ କରିଥିଲେ? ଚାର୍ଲସ ଡାରୱିନ। ଅପସନ ସି ଇଜ ଦ ରାଇଟ ଆନ୍ସର। ଚାର୍ଲସ ଡାରୱିନ ଏଟା ପ୍ରଥମେ କରିଥିଲେ। ଲାମାର୍କ ବି କରିନଥିଲେ, ହିଲିୟମ ହାର୍ଭେ ବି ପ୍ରଥମେ କରିନଥିଲେ। କିଏ ପ୍ରଥମେ କରିଥିଲେ ପିଲି? ନା ଚାର୍ଲସ ଡାରୱିନ ପ୍ରଥମେ ଏଇ ଧ୍ରୁବ କାଣ୍ଡ ଆଲୋକ ଆଡକୁ ଗତି କରିବା ପରୀକ୍ଷଣଠୁ ପ୍ରଥମେ ଚାର୍ଲସ ଡାରୱିନ ଆରମ୍ଭ କରିଥିଲେ ବା ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି କଣ? ନା କେଉଁ ଫାଇଟୋ ହରମୋନଟି ଅନ୍ୟ ମାନଙ୍କଠୁ ଭିନ୍ନ? ଆମେ କହିପାରିବା ଏମାନଙ୍କ ଭିତରୁ ସମସ୍ତ ଗୋଟେ ଗୋଟେ ଫାଇଟୋ ହରମୋନ। ଏମାନଙ୍କ ଭିତରୁ କୋଉଟା ଅଲଗା ସବୁଠୁ? ଜଲ୍ଦି କର କମେଣ୍ଟ, ଜଲ୍ଦି କୁହ।
ପିଲାମାନେ ଦେଖ ସାଇଟୋକାଇନିନ ଟାକୁ ଆମେ ଜିବରେଲିନ ଏଟା ଗୋଟେ ପ୍ରକାରର ଅକ୍ସିନ ବି ଗୋଟେ ପ୍ରକାରର କିନ୍ତୁ ଏଠି ଦେଖ ଏଥିଲିନ ଟା ପୁରା ଟୋଟାଲି ଅଲଗା ତେବେ ଆମେ କହିପାରିବା ଏଥିଲିନ ଅପସନ ବି ତେବେ ଏଗୁଡା ଭୁଲ ହେଇଯିବ ନା ଏଟା ସମାନ ମାନେ ଭୁଲ ସେ ମତେ ପଚାରୁଛି କୋଉଟା ଭିନ୍ନ ତେବେ ଏଥିଲିନ ଟା ଗୋଟେ ଟୋଟାଲ ପ୍ରକାର ଭିନ୍ନ ତେବେ ଅପସନ ବି ଇଜ ଦ ରାଇଟ ଆନ୍ସର ଏଥିଲିନ କଣ ନା କେଉଁ ଫାଇଟୋ ହରମୋନ ଟି ଅନ୍ୟଠାରୁ ଭିନ୍ନ ଏଥିଲିନ ଟା ନେକ୍ସଟ କ୍ୱେଶ୍ଚନ ତମ ସ୍କ୍ରିନ ଉପରେ ଆସିଯାଇଛି କଣ ନା ବାହ୍ୟ ଉଦ୍ଦୀପନା ପ୍ରଭାବରେ ଉଦ୍ଭିଦର ବିଭିନ୍ନ ପ୍ରକାର ଚଳନ ପରିଲିଖିତ ହୁଏ ସେ ଏଇ ଚଳନଟା କିପରି ନା ବାହ୍ୟ ଉଦ୍ଦୀପନା ଦ୍ଵାରା ସୃଷ୍ଟି ହଉଛି ଠିକ ଅଛି ନା ମନେ ରଖିବ ପିଲାମାନେ ବହୁତ ପ୍ରକାର ଚଳନ ଅଛି ଜାନୁବର୍ତ୍ତନ ସ୍ପର୍ଶାନୁବର୍ତ୍ତନ ଆଲୋକାନୁବର୍ତ୍ତନ ଅନୁବର୍ତ୍ତନ ପିଲାମାନେ ସେ କଣ କହିଛି ନା କହିଛି କଣ ଏଟା ବାହ୍ୟ ଉଦ୍ଦୀପନା ପ୍ରଭାବରେ ବାହ୍ୟ ଉଦ୍ଦୀପନା ପ୍ରଭାବରେ ଉଦ୍ଭିଦରେ ବିଭିନ୍ନ ପ୍ରକାରର ଚଳନ ପରିଲିଖିତ ହେଇଥାଏ ଏହାକୁ କଣ କୁହାଯାଏ ଏହାକୁ ଜାନୁବର୍ତ୍ତନ ଆମେ କହିନଥାଉ ସ୍ପର୍ଶାନୁବର୍ତ୍ତନ ବି କହିନଥାଉ ଆଲୋକାନୁବର୍ତ୍ତନ ବି କହିନଥାଉ କଣ ଅନୁବର୍ତ୍ତନ ବୋଲି କହିଥାଉ ଆମେ ତାକୁ କଣ କହିଥାଉ ପିଲାମାନେ ଅନୁବର୍ତ୍ତନ ବୋଲି କହିଥାଉ ପିଲାମାନେ ଠିକ ଅଛି 5 ନମ୍ବର ଅପସନ ଏ ଇଜ ଦ ରାଇଟ ତମ ସ୍କ୍ରିନ ଉପରେ ଆସିଯାଇଛି କଣ କହିଛି ପିଲାମାନେ ନା ଉଦ୍ଭିଦରେ ଥିବା ବର୍ଣ୍ଣ କଣାର ନାମ ଲେଖା ଏଇଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ତମେ ନୋଟ କରିନିଅ ବହୁତ ଇମ୍ପୋର୍ଟାଣ୍ଟ ଏଟା ଥରେ ପରୀକ୍ଷାରେ ପକେଇ ସାରିଛି ଆଉ ଏଥର ବି ପକେଇବାର ବହୁତ ଚାନ୍ସ ଅଛି ନୋଟ ଡାଉନ କରିଦିଅ ଏଇ କ୍ୱେଶ୍ଚନ ଟା ଖାତାରେ ଲେଖିଦିଅ ଠିକ ଅଛି ନା ଖାତାରେ ଲେଖିଦିଅ ଏଇ କ୍ୱେଶ୍ଚନ ଟା କଣ ନା ଉଦ୍ଭିଦର ବର୍ଣ୍ଣ କଣାର ନାମ ଲେଖ ମାନେ ଉଦ୍ଭିଦର କେଉଁ ବର୍ଣ୍ଣକଣା ୟୁରୋକ୍ରୋମ ବର୍ଣ୍ଣକଣା ଥାଏ କି ବିଲେ ନା ସାର୍ ୟୁରୋକ୍ରୋମ ବର୍ଣ୍ଣକଣା ନଥାଏ ମେଲାନିନ ବି ନଥାଏ କ୍ଲୋରୋପ୍ଲାଷ୍ଟ ବି ନଥାଏ କ୍ଲୋରୋପ୍ଲାଷ୍ଟ ଉଦ୍ଭିଦ ପାଖରେ ଥିବା ବର୍ଣ୍ଣକଣା ନୁହଁ ତେବେ ଆମେ କଣ କହିପାରିବା ନା ଫାଇଟୋକ୍ରୋମ କଣ କହିପାରିବା ପିଲେ ଫାଇଟୋକ୍ରୋମ ଟା ହଉଛି କଣ ଉଦ୍ଭିଦରେ ଥିବା ବର୍ଣ୍ଣକଣାର ନାମ ହଉଛି ଗୋଟେ ଫାଇଟୋକ୍ରୋମ ତେବେ ଅପସନ ଏ ଇଜ ଦ ରାଇଟ ଆନ୍ସର 6 ନମ୍ବର ଓକେ ପିଲେ ଉଦ୍ଭିଦର ଚେର ଆଚ୍ଛା ଯଦି ଏଟାକୁ ଆମେ ପୃଥିବୀ ନେଇଯିବା ଆର୍ଥ ଏଟାକୁ ଯଦି ଆମେ ଆର୍ଥ ନେଇଯିବା ଏଇଟା ମନେକର ଗୋଟେ ଗଛ ହେଲା ଠିକ ଅଛି ଗଛଟା ସେ କଣ କହୁଛି ଏଇ ଚେରଟା କୋଉଆଡେ ଗତି କରି ଅଛି ପୃଥିବୀର ଭିତରକୁ ଜାନୁ ମାନେ କଣ ପୃଥିବୀ ଭିତରକୁ ଠିକ ଅଛି ନା ତ ଜାନୁବର୍ତ୍ତନ ଆଲୋକାନୁବର୍ତ୍ତନ ମତେ କହିଲେ ଦେଖି ଚେରଟା ଆଲୋକ ଆଡକୁ ଗତି କରିବ କି ଯଦି ଆଲୋକ ଆଡକୁ ଗତି କରନ୍ତା ତେବେ ସେ କଣ ଚେର ଗୁଡା ଉପରକୁ ଉଠନ୍ତା ଚେର ଗୁଡା ଉପରକୁ ଉଠିକି ଏମିତି ଉଠି ଯାଆନ୍ତା କିନ୍ତୁ ସେ ସେମିତି ଯାଉଛି କି ନା ତେବେ ଆଲୋକାନୁବର୍ତ୍ତନ ନୁହଁ ଅନ୍ତଃକୁଞ୍ଚନ ବର୍ତ୍ତନ ନୁହଁ ଅନ୍ତଃକୁଞ୍ଚନ ବର୍ତ୍ତନ ନୁହଁ ସରି ଅନ୍ତଃକୁଞ୍ଚନ ଗତି ନୁହଁ କାରଣ ଅନ୍ତଃକୁଞ୍ଚନ ଗତି କାହା ପାଖରେ ଦେଖାଯାଏ ପିଲାମାନେ ଲାଜ କୋଳି ଲତା ଗଛ ପାଖରେ ଦେଖାଯାଇଥାଏ ଅନ୍ତଃକୁଞ୍ଚନ ଗତି ତେବେ ଏଟା ବି ଭୁଲ ଜାନୁବର୍ତ୍ତନ ଠିକ କଣ ଜାନୁବର୍ତ୍ତନ କିନ୍ତୁ ଏଠି ଦେଖ ଦିଟା ଜାନୁବର୍ତ୍ତନ ଦେଇଛି ଏବେ ମତେ କୁହ ପ୍ରତିକୂଳ ଜାନୁବର୍ତ୍ତନ ନା ଏଟା ଅନୁକୂଳ ଜାନୁବର୍ତ୍ତନ ଜଲ୍ଦି କମେଣ୍ଟ କଲେ ଦେଖିବା କୋଉଟା ପ୍ରତିକୂଳ ଜାନୁବର୍ତ୍ତନ ନା ଏଟା ଅନୁକୂଳ ଜାନୁବର୍ତ୍ତନ ପିଲାମାନେ ଏଟା ଆମେ କଣ କହିପାରିବା ଅନୁକୂଳ ଜାନୁବର୍ତ୍ତନ ଏଇ ଯୋଉ ଗତିଟାକୁ ଆମେ ଅନୁକୂଳ ଜାନୁବର୍ତ୍ତନ ବୋଲି କହିପାରିବା ତେବେ ଆମେ କଣ ଜାଣିଲେ ଅପସନ ସି ଇଜ ଦ ରାଇଟ ଆନ୍ସର ଉଦ୍ଭିଦର ଚେରରେ କେଉଁ ପ୍ରକାର ଗତି ପରିଲିଖିତ ହେଇଥାଏ ନା ଅନୁକୂଳ ଜାନୁବର୍ତ୍ତନ ପ୍ରକାର ଗତିଟା ଆମେ ପରିଲିଖିତ ନେକ୍ସଟ କ୍ୱେଶ୍ଚନ ନେକ୍ସଟ ତ କ୍ୱେଶ୍ଚନ ଯିବା ପୂର୍ବରୁ ଆମେ ଗୋଟେ ବଢିଆ ବେନିଫିଟ୍ସ ବା ବଢିଆ ସରପ୍ରାଇଜ ତୁମମାନଙ୍କ ପାଇଁ ସରପ୍ରାଇଜ ବିଷୟରେ ଆମେ କଥା ହେବା ପିଲାମାନେ କଣ ସରପ୍ରାଇଜ ସେ ବିଷୟରେ ଜାଣିବା ନା ଚାଲ ପଢିବା ହ୍ୱାଟ୍ସଆପ ଗ୍ରୁପରେ ଆମେ କେମିତି ଜଏନ ହବା ପ୍ରଥମ କଥା ଆମେ କାହିଁକି ଜଏନ ହବା କାହିଁକି ଜଏନ ହବା ପିଲାମାନେ ପ୍ରଥମ କଥା ମୋର କଣ ପିଲାମାନେ ଆମେ କାହିଁକି ଜଏନ ହବା ଦେଖ ପିଲାମାନେ ମୁଁ ତମକୁ କଣ ଏଇ କାହିଁକିର ଉତ୍ତର 5ଟି ଉତ୍ତରରେ ମୁଁ ଦେବି ଏଇ କାହିଁକି ପ୍ରଶ୍ନର ଉତ୍ତର ମୁଁ 5ଟି ଉତ୍ତର ବା 5ଟି ବେନିଫିଟ୍ସ ରେ ଦେବି ପିଲାମାନେ ସବୁ ଭିଡିଓରେ ମୁଁ ବେନିଫିଟ୍ସ ଗୁଡା କହିଦଉଛି ଏ ଭିଡିଓରେ ବି ମୁଁ ଆଉଥରେ କହିଦଉଛି ପିଲାମାନେ ଠିକ ଅଛି ନା ଯୋଉମାନେ ଏଇ ବେନିଫିଟ୍ସ ବିଷୟରେ ଜାଣିଥିବ ଏଟାକୁ ସ୍କିପ୍ କରିଦବ ନେକ୍ସଟ କ୍ୱେଶ୍ଚନ ପାଖକୁ ଯାଇପାରିବ ଟାଇମ ୱେଷ୍ଟ ହବନି ହେଲା ଆଉ ଯୋଉମାନେ ଜାଣିନଥିବେ ଏଇ ବେନିଫିଟ୍ସ ବିଷୟରେ ତାଙ୍କୁ ଜାଣିବା ପାଇଁ ମୁଁ କହିଦଉଛି ପିଲାମାନେ ଏଇ ହ୍ୱାଟ୍ସଆପ ଗ୍ରୁପରେ କଣ ହବ ପିଲାମାନେ ପ୍ରଥମତଃ କଣ ନା ପ୍ରତ୍ୟେକ କ୍ଲାସ ର ପିଡିଏଫ ଟା ତମେ ଏଇ ହ୍ୱାଟ୍ସଆପ ଗ୍ରୁପରେ ମିଳିଯିବ ଯଦି ଧରାଯାଉ ତମେ ଏଇ କ୍ୱେଶ୍ଚନ ଗୋଟେ ଡିସ୍କସନ କରିଦେଲ ପୁଣି ତମେ ଚାହୁଁଛ ଯେ ମୋ ମୋବାଇଲରେ ଥାଉ ଏଟା ସେଭ୍ ହେଇକି ମୁଁ ପରେ ପୁଣି ଆଉଥରେ ଏଇ କ୍ୱେଶ୍ଚନ ଗୁଡାକୁ ଡିସ୍କସନ କରିଦେବି ତ ନିହାତି ଭାବରେ ତମେ ଏଇଟାର ପିଡିଏଫ ପାଇଯିବ କୋଉଠି ପିଲାମାନେ ଏଇ ହ୍ୱାଟ୍ସଆପ ଗ୍ରୁପରେ ଏଇ ହ୍ୱାଟ୍ସଆପ ଗ୍ରୁପରେ ଆଉ କଣ ପିଲାମାନେ ମିଳିବ ଛୁଆ PYQ ପ୍ରିଭିୟସ ଇୟର କ୍ୱେଶ୍ଚନ PYQ ର ଅର୍ଥ କଣ ପ୍ରିଭିୟସ ଇୟର କ୍ୱେଶ୍ଚନ ପୂର୍ବ ବର୍ଷ ପ୍ରଶ୍ନ ଉତ୍ତର ଠିକ ଅଛି ନା ପୂର୍ବ ବର୍ଷ ପ୍ରଶ୍ନ ଉତ୍ତର ତ କଣ ହବ ପ୍ରତ୍ୟେକ ଚାପ୍ଟର ଧରାଯାଉ ଆମେ ପଢିଲେ ଆଜି କଣ ନା ଯେକୌଣସି ବି ଆଜି ପଢିଲେ ଆଜି ପଢିଲେ ଆମର ସମନ୍ୱୟ ନିୟନ୍ତ୍ରଣ ଯେକୌଣସି ଚାପ୍ଟର ହଉ ଯଦି ପୋଷଣ ପଢିଲେ ଆଜି କିମ୍ବା ଆମର ଧାତୁ ଅଧାତୁ ପଢିଲେ କିଛି ବି ଧରାଯାଉ ହେଲା ଧରାଯାଉ ଆମେ କଣ ପଢିଲେ ନା ଆମର ଧାତୁ ଅଧାତୁ ପଢିଲେ ଆଜି ଠିକ ଅଛି ନା ତ ପ୍ରତ୍ୟେକ କ୍ଲାସ ପରେ ତମକୁ ଏଇ ଗ୍ରୁପରେ କ୍ଲାସ ସରିଲା ପରେ ଏଇ ଗ୍ରୁପରେ ଆମେ କଣ କରାଯିବ PYQ ର ଏନ୍ସର କ୍ୱେଶ୍ଚନ ଗୁଡା ସବୁ ଦିଆଯିବ
प्रत्येक वर्ष प्राय 5 वर्षर क्वेश्चन तुमको दिया जिवो चिंता कल देखिया प्राय 5 वर्ष क्वेश्चन तुमको सेही ग्रुप रे प्रोवाइड करा जिवो केते वर्ष 5 वर्ष हैला तुम सेउडा कोन करबो सेठी प्रैक्टिस करिवो कोन करिवो पिला माने प्रैक्टिस करिवो ता पर बेनिफिट्स कोन मिलिवो तुमको पिला माने ना पिला माने मते कहले देखि आमे ए जो समन्वय नियंत्रण रो पीडीएफ टा कर दबा पीवाई की पूर्व वर्ष प्रश्न करदबा तेबे एति करदेले कोन आम सबु पूरा थरो होई जबा सेही सब्जेक्ट रो ना से पर्यंत थरो होई परिबानी कोन करिया को आ कोन कर परिया पड़ो ना एसएमएस आमे तयारी करछे नुवा शॉर्ट फॉर्म एसएमएस माने कोन स्पेशल एमसीक्यू सीट स्पेशल एमसीक्यू सीट ओके स्पेशल एमसीक्यू सीट माने कोन पिला माने ना तुमको प्रत्येक सब्जेक्ट रो प्रत्येक हमर ए जो साइंस रो प्रत्येक चैप्टर रो धरा जो हमें आज पढ़ले कोन समन्वय नियंत्रण एई क्लास टा सरी गला परे तुम सेही व्हाट्सएप ग्रुप रे प्राय 70 रु 100 टा क्वेश्चन तुमको प्रैक्टिस करिया को दिया जिवो एमसीक्यू प्राय 70 रु 100 टा क्वेश्चन प्रैक्टिस करिया पई दिया जिवो तुमको एमसीक्यू ठीक अछि ना पिला माने 70 रु 100 टा क्वेश्चन 100 रु एभव हेई पारे 150 हेई पारे 200 हेई पारे माने गोटे छोटे चैप्टर आमे प्राय प्राय 100 150 क्वेश्चन जदि आमे प्रैक्टिस करे देबा तबे आमे प्रत्येक बीट बाय बीट क्वेश्चन आसिले भी आमे एग्जाम रा इजीली करि परिबो ठीक ना नुह अच्छा हो एतिको तापरे आउ सर कोन बेनिफिट्स मिलिबो ना सर 1 to 1 मेंटरशिप माने कोन ये 1 to 1 मेंटरशिप माने पिला माने तमे मन रखताओ पिला माने कोन कहूछु कहबा चाहूछु पिला माने तमरो कोनोसी भी प्रॉब्लम जदि हुए पढ़िबा रिलेटेड सब्जेक्ट रिलेटेड बुझिबा रिलेटेड किछि भी हो जदि तमरो कोनोसी स्टडी रिलेटेड प्रॉब्लम हुए आमे से प्रॉब्लम रो सॉल्यूशन केमति का बाहर करिबा से दायित्व हमर तमे खाली कोन करिबा आम सहित कांटेक्ट करिके तमरो प्रॉब्लम हमको जणेबो आमे सबु धरा जो तम इंग्लिश रे कोनोसी प्रॉब्लम होछ तो तुमको नै कि इंग्लिश टीचर सहित माने तम सहित इंटरेक्शन कर दिया जिवो तमर सेही इंग्लिश टीचर कोन करिवे तमर तार प्रॉब्लम टाकू बाहर करिवे बा प्रॉब्लम रे सॉल्यूशन टाकू बाहर करिवे तो कोन करा जो 1 to 1 मेंटरशिप प्रत्येक प्रॉब्लम तमर कोनोसी प्रॉब्लम होछ किछि भी प्रॉब्लम हो स्टडी रिलेटेड किछि भी प्रॉब्लम हुए तमर सब प्रॉब्लम रो सॉल्यूशन एई व्हाट्सएप ग्रुप रे मिलिबो एई व्हाट्सएप ग्रुप रे मिलिबो अच्छा आउ कोन पिला माने ना तमर सिंपल डिस्कशन हबो कोन हे परिबो छुआ पिला माने तमे निजे तमे सांग भितरे डिस्कशन करिके नुआ नुआ कांसेप्ट जानिबो नुआ नुआ क्वेश्चन जानिबो ठीक अछि ना पिला माने तो एई पांचटी बेनिफिट्स तुम मानको पई रहिछि पिला माने एई पांचटी बेनिफिट्स तुम मानको पई रहिछि आउ पिला माने हो एते गुडा बेनिफिट्स पई तमे भाबुतो ना सर बहुत बोते पैसा नेबे ना बिल्कुल भी नुहो एई जो व्हाट्सएप ग्रुप रे जॉइन होबाटा पूरा बिल्कुल भी फ्री गोटे टंका तुम मानको पई निया जीवन पिले बिल्कुल भी फ्री एबे जानिबा हमें ना केमती का व्हाट्सएप ग्रुप रे केमती का जॉइन होबा फास्ट कोन करियो पिला माने ई नंबर ता नोट कर 7205892090 पिला माने एई नंबर ता नोट कर दियो तमे कोन करिवो व्हाट्सएप रे कोथरे व्हाट्सएप रे तमे मेसेज करिवो व्हाट्सएप रे तमे कोन करिवो मेसेज करिवो लेखिवो सर एड मी सर एड मी ठीक अछि ना एड लिखियो सर एड मी बस एति को लिखि देला माने मते मु जानि देबी तुम ना भी तो ता सहित लिखि दबा नेम लिखिबो आ लिखिबो सर एड मी बस एति को लिखि देला माने मु तुमको एई एक्सक्लूसिव व्हाट्सएप ग्रुप गुटे अछि आ व्हाट्सएप चैनल गुटे अछि दुईटा ग्रुप आ चैनल भीतर तुमको सेठी जॉइन कर देबी बिल्कुल भी फ्री एबे पई पूरा बिल्कुल भी फ्री अछि बहुत जल्दी तमे जॉइन हो जाओ बहुत पिला जॉइन हो जाइछथि किछि किछि पिला आस्ते आस्ते जॉइन होछ नुवा चैनल अछि ओ कम पिला अछथि तो निहाती भाबरे जॉइन हो जाओ बेनिफिट्स तुमको एई पांचटा बेनिफिट्स बढ़िया रको मिलिबो एई बेनिफिट्स टा पाई साला पर पिला माने तमरो जो सिलेक्शन माने हमर जो प्रिपरेशन कोनोसी बाधा कोनोसी प्रॉब्लम क्रिएट होबनी ठीक अछि ना पिला माने बेसी କଥା हवानी जल्दी चालो हम क्वेश्चन डिस्कशन करिया एबे हम कहितले पिला माने लाजकोଳି लतार गति को कोन कहै जाय पिले अंतःपुंचन गति देबे ऑप्शन डी इज द राइट आंसर ऑप्शन डी इज द राइट आंसर आलोकानुवर्तन कार आलोकानुवर्तन कोन ना ए जो ऋण कांड ए जो गछटा जते बढ़िबो टिके टिके सेते प्रथम जो कांडटा बारे ना से जो नरम कांडटा सेईटार कोन गतिटा को आलोकानुवर्तन कहितो ଅନୁବର୍ତ୍ତନ ବି ନୁହେଁ ଜାନୁବର୍ତ୍ତନ ବି ନୁହଁ ତେବେ ଲାଜକୋଳି ଲତାର ମାନେ ସେ ଗଛର ଗତିଟାକୁ ଆମେ କଣ କହିବା ନା ଅନ୍ତଃକୃତ ନେକ୍ସଟ କ୍ୱେଶ୍ଚନ ତମ ସ୍କ୍ରିନ ଉପରେ ଆସିଯାଇଛି ପିଲାମାନେ ଗୋଟେ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ କେତେ ଗ୍ରାମ ଅଟେ ଜଲ୍ଦି କର ଏଇଟା ତ ଡାଇରେକ୍ଟ କ୍ୱେଶ୍ଚନ ଆସିଛି ବହିରୁ ତମେ ଜାଣିଥିବ ପଢିଥିବ ଯଦି ଜାଣିଥିବ ବୋଲି ଅପସନ ସି ଇଜ ଦ ରାଇଟ ଆନ୍ସର 400 ଗ୍ରାମ
400 ଗ୍ରାମ ଅଟେ। କଣ ଗୋଟେ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ କେତେ ଗ୍ରାମ ପିଲେ? 400 ଗ୍ରାମ ଅଟେ। ତାପରେ ପ୍ରତି ମିନିଟରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ କେତେ ଲିଟର କେତେ ମିଲିଲିଟର ପଚାରୁଛି, କେତେ ମିଲିଲିଟର ରକ୍ତ ପ୍ରଭାବିତ ହୁଏ। ମାନେ ପ୍ରତ୍ୟେକ ମିନିଟରେ ମସ୍ତିଷ୍କ ଭିତରୁ କେତେ ମିଲିଲିଟର ରକ୍ତ ଆସିଥାଏ? ଜଲ୍ଦି କର କମେଣ୍ଟ ପିଲାମାନେ। 750 ମିଲିଲିଟର। କେତେ? 750 ମିଲିଲିଟର। ଅପସନ ଏ ଇଜ ଦ ରାଇଟ ଆନ୍ସର। ଠିକ ଅଛି। ନେକ୍ସଟ କ୍वेଶ୍ଚନ କଣ କହିଲା? ମାନବ ମସ୍ତିଷ୍କର ବୃହତ୍ତମ ଅଂଶର ନାମ କଣ? ସବୁଠାରୁ ଦେଖ, ମାନବ ମସ୍ତିଷ୍କର ସବୁଠାରୁ ବଡ ଅଂଶଟାର ନାମ କଣ ପିଲାମାନେ ଆମେ ଜାଣିଛେ? କଣ ଜାଣିଛେ ପିଲାମାନେ? ପ୍ରୋ ମସ୍ତିଷ୍କ ପିଲେ। ପ୍ରୋ ମସ୍ତିଷ୍କ। ପ୍ରୋ ମସ୍ତିଷ୍କର ଛୋଟଟା କଣ? ଅନୁ ମସ୍ତିଷ୍କ। ଏଗୁଡା ସବୁ ଜାଣିଛେ ତ? ଅନୁ ମସ୍ତିଷ୍କ। ପ୍ରଥମ ସବୁଠାରୁ ବଡ ଯଦି ପଚାରିବେ ଆମେ କହିବା ଆମେ ପ୍ରୋ ମସ୍ତିଷ୍କ, ତାପରେ କହିବା ଆମେ ଅନୁ ମସ୍ତିଷ୍କ। ବୁଝିଲା ନା ନାଇଁ? ଆଚ୍ଛା, ନେକ୍ସଟ କ୍वेଶ୍ଚନ ଯିବା ଆମେ। ତେବେ ଅପସନ B is the right answer. Option B is the right answer. Okay. ଘ୍ରାଣ ପାଣି ମସ୍ତିଷ୍କର କେଉଁ ଭାଗରେ ଥାଏ? ପଚାରୁଛି ଘ୍ରାଣ ପାଣିଟା ମସ୍ତିଷ୍କରେ କେଉଁ ଭାଗରେ ଥାଏ? ପିଲାମାନେ ମନେ ରଖିବ, ଘ୍ରାଣ ପାଣିଟା ମସ୍ତିଷ୍କର ଅଗ୍ର ଭାଗରେ ଥାଏ। ଅଗ୍ର ମସ୍ତିଷ୍କରେ ଥାଏ। ଠିକ ଅଛି ନା? ଘ୍ରାଣ ପାଣିଟା ମସ୍ତିଷ୍କର ଅଗ୍ର ମସ୍ତିଷ୍କରେ। ଆଚ୍ଛା, ନେକ୍ସଟ କ୍ୱେଶ୍ଚନ ଯିବା ପୂର୍ବରୁ ବାସ୍ ଗୋଟିଏ ତମ ପାଇଁ ରିକ୍ୱେଷ୍ଟ ପିଲାମାନେ, ଯଦି ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ଆଉ ହଁ ପିଲାମାନେ, ଯଦି ମୁଁ କହିଥିଲି ତମକୁ ଥିଓରି ପାଇଁ କଣ କରିବାକୁ ପଡିବ ନା, ଯଦି ତମେ ଏଇ ଯୋଉ ଚାପ୍ଟର ଗୁଡାକୁ ତମେ ଯଦି ଥିଓରି ୱାଇଜ ଆଗେ ପଢିବା ତାପରେ ଏମସିକ୍ୟୁ କରିବା ପାଇଁ ଚାହୁଁଛ, ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ଆଉ କଣ, ଆମେ ଟାର୍ଗେଟ ରଖିଛେ କଣ, 500 ରୁ 1000 ସବସ୍କ୍ରାଇବର ହେଇଗଲା ପରେ ଆମେ ଥିଓରି ଷ୍ଟାର୍ଟ କରିଦବୁ। ଠିକ ଅଛି ନା? 5000 ରୁ 1000 ସବସ୍କ୍ରାଇବର ହେଇସାରିଲା ପରେ ଆମେ ଥିଓରି ଷ୍ଟାର୍ଟ କରିଦବୁ। ସେଥିପାଇଁ ନିହାତି ଭାବରେ ତମକୁ କଣ କରିବାକୁ ପଡିବ ନା, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବାକୁ ପଡିବ। ଚ୍ୟାନେଲଟିକୁ ସବସ୍କ୍ରାଇବ କରିଲେ ଏତିକି କରିଦେଲେ ହବନି ନା, କଣ 5 ଜଣ ସାଙ୍ଗମାନଙ୍କ ସହିତ ସେୟାର କରିବାକୁ ପଡିବ। ବାସ୍ ଏତିକି କରିଦେଲା ମାନେ ଆମେ କଣ କରିବା ନା, ଥିଓରି ଷ୍ଟାର୍ଟ କରିଦେବା। ଠିକ ଅଛି ନା? ଉପରେ ଆସିଯାଇଛି କଣ ପିଲେ ନା, ମସ୍ତିଷ୍କର ବାହ୍ୟ ଆବରଣକୁ କଣ କୁହାଯାଏ? ସେ କହିଛି କଣ, ମସ୍ତିଷ୍କର ବାହ୍ୟ ଆବରଣଟାକୁ ଆମେ କଣ କହିଥାଉ? ଜଲ୍ଦି କମେଣ୍ଟ କର ପିଲାମାନେ। ଜଲ୍ଦି କମେଣ୍ଟ କର ପିଲାମାନେ, କମେଣ୍ଟ ଆସୁନି। କ୍ୱେଶ୍ଚନ ଟାକୁ ଭଲସେ ବୁଝ। ପ୍ରଥମେ କଣ କହିଲା, ମସ୍ତିଷ୍କର ବାହ୍ୟ ଆବରଣ କଣ କହିବା? ସିମ୍ପଲ, ମସ୍ତିଷ୍କର ବାହ୍ୟ ଆବରଣଟାକୁ ଆମେ କଣ କହିଥାଉ? କଣ କହିଥାଉ ପିଲାମାନେ? ନୀଲମ କହିଥାଉ ନା, ମେରୁ ରସ ବି କହିନଥାଉ। ଟିକେ ଖାଲି ରୁହ। ଏଠି କଣ ମାନେ ମେନିନଜସ୍ ବୋଲି କହିଥାଉ। ଏଟା ସ୍ପେଲିଂ ଟା ଟିକେ ଭୁଲ ଅଛି। ମେନିନଜସ୍ ଏମିତି ଲେଖିବ, ମେନିନଜସ୍ ବୋଲି ତାକୁ କହିଥାଉ। ମେନିନଜେସ୍। ଠିକ ଅଛି, ମେନିନଜେସ୍ ବୋଲି ତାକୁ ଆମେ କହିଥାଉ। କଣ, ମସ୍ତିଷ୍କର ବାହ୍ୟ ଆବରଣକୁ ଆମେ ମେନିନଜେସ୍। ଅପସନ ଡି ଇଜ ଦ ରାଇଟ ଆନ୍ସର। ଏଇ କ୍ୱେଶ୍ଚନ ଅପସନ ଡି ଇଜ ଦ ରାଇଟ ଆନ୍ସର ହବ। ଠିକ ଅଛି। ତମ ସ୍କ୍ରିନ ଉପରେ ଆସିଯାଇଛି କଣ କହିଛି ପିଲାମାନେ ନା, ମସ୍ତିଷ୍କର କେଉଁ ଅଂଶ ସ୍ପର୍ଶ ଜନିତ ଉଦ୍ଦୀପନା ପାଇଁ ପ୍ରତିକ୍ରିୟା ପ୍ରକାଶ କରିବାରେ ସାହାଯ୍ୟ କରିଥାଏ? ଯେତେବେଳେ ଆମକୁ ସ୍ପର୍ଶ କରିଥାଏ ସେତେବେଳେ ଆମ ମସ୍ତିଷ୍କ, କୋଉ ମସ୍ତିଷ୍କଟା ଉଦ୍ଦୀପନା ପ୍ରତିକ୍ରିୟା ପ୍ରକାଶ କରିଥାଏ? କୋଉ ମସ୍ତିଷ୍କଟା? ଜଲ୍ଦି କମେଣ୍ଟ କର, କେଉଁ ଅଂଶ ମସ୍ତିଷ୍କର, କେଉଁ ଅଂଶଟା? ଜଲ୍ଦି କମେଣ୍ଟ କର ପିଲାମାନେ। ମସ୍ତିଷ୍କର ପ୍ର ମସ୍ତିଷ୍କ। ପ୍ର ମସ୍ତିଷ୍କର କାମ ହଉଛି କଣ, କିଏ ଆମକୁ ସ୍ପର୍ଶ କଲା ସେ ବିଷୟର, କି ଆଉ ସ୍ପର୍ଶ ଜନିତ ସବୁ କଣ ଉଦ୍ଦୀପନାଟାକୁ ପ୍ରତିକ୍ରିୟା ପ୍ରକାଶ କରିବାର କାମ ହଉଛି କାହାର? ପ୍ରୋ ମସ୍ତିଷ୍କର କାମ। କାହାର ପିଲାମାନେ? ପ୍ରୋ ମସ୍ତିଷ୍କର କାମ। ତେବେ 14 ନମ୍ବର ଅପସନ ଏ ଇଜ ଦ ରାଇଟ ଆନ୍ସର। ଟ୍ୟୁନ ଉପରେ ଆସିଯାଇଛି ପିଲାମାନେ, ମସ୍ତିଷ୍କର ଦ୍ୱିତୀୟ ବୃହତ୍ତମ। ପ୍ରଥମ ବୃହତ୍ତମ ଆମେ ଜାଣିଥିଲେ କଣ, ପ୍ର ମସ୍ତିଷ୍କ। ଦ୍ୱିତୀୟ ବୃହତ୍ତମ ପଚାରିଛି କଣ ହବ? ଅନୁ ମସ୍ତିଷ୍କ ହବ। କଣ ହବ ପିଲାମାନେ? ଅନୁ ମସ୍ତିଷ୍କ ହବ। ଅପସନ ଡି ଇଜ ଦ ରାଇଟ ଆନ୍ସର। ଏଇଟା ଏଇ କ୍ୱେଶ୍ଚନ ମୁଁ କହିଦେଇଥିଲି ତମକୁ। ଠିକ ଅଛି ନା? 15 ନମ୍ବର ଡି ଇଜ ଦ ରାଇଟ ଆନ୍ସର। ତାପରେ ନେକ୍ସଟ କ୍ୱେଶ୍ଚନ ସ୍କ୍ରିନ, ଆମର ନେକ୍ସଟ କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଆସି, ନେକ୍ସଟ କ୍ୱେଶ୍ଚନ ପିଲାମାନେ ତମକୁ କଣ କହିଛି ନା, ସୁଷମନା କାଣ୍ଡର ଲମ୍ବ ପ୍ରାୟ କେତେ ସେଣ୍ଟିମିଟର? ଏଇଟା ପିଲାମାନେ ବହୁତ ମାନେ ରେଡ ରେ ଲେଖିଦିଅ ତମର, ଭେରି 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 ଇମ୍ପୋର୍ଟାଣ୍ଟ। ଭେରି 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 ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଟା ତମର ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ। ଏଇଟାକୁ ନୋଟ କରିନିଅ ଖାତାରେ। ଏଇ କ୍ୱେଶ୍ଚନ, ଏଇ ଭଳିଆ କ୍ୱେଶ୍ଚନ ପଡିଥିବ। ଠିକ ଅଛି ନା? କଣ କହିଲା ସେ ପିଲେ ନା, କହିଛି କଣ ନା, ସୁଷମନା କାଣ୍ଡର ଲମ୍ବ ପ୍ରାୟ କେତେ ସେଣ୍ଟିମିଟର ଅଟେ? ସୁଷମନା କାଣ୍ଡର ଲମ୍ବ ପ୍ରାୟ କେତେ ସେଣ୍ଟିମିଟର ଅଟେ? ଜଲ୍ଦି କର ପିଲାମାନେ କମେଣ୍ଟ। ସାର୍ 45 ସେଣ୍ଟିମିଟର। କେତେ ସେଣ୍ଟିମିଟର ପିଲେ? 45 ସେଣ୍ଟିମିଟର। 40 ସେଣ୍ଟିମିଟର ନୁହଁ, କି 30 ସେଣ୍ଟିମିଟର, କି 35 ନୁହଁ, 45 ସେଣ୍ଟିମିଟର। ଗୋଟେ ସୁଷମନା କାଣ୍ଡର ଲମ୍ବ ପ୍ରାୟ କେତେ? 45 ସେଣ୍ଟିମିଟର। କେତେ ସେଣ୍ଟିମିଟର? 45 ସେଣ୍ଟିମିଟର। ଓକେ, ନେକ୍ସଟ କ୍ୱେଶ୍ଚନ ଯିବା ପିଲାମାନେ। ଆସିଯାଇଛି, ମଧ୍ୟ ମସ୍ତିଷ୍କର ଉପର ଦୁଇଟି ପିଣ୍ଡ କେଉଁ ପ୍ରକାର ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ? ଏଇ ଯୋଉ ମଧ୍ୟ ମସ୍ତିଷ୍କର ଉପର ଦୁଇଟା ପିଣ୍ଡ ଅଛି, ସେଇ ପିଣ୍ଡ କେଉଁ ପ୍ରକାର ପ୍ରତିକ୍ଷେପକୁ ନିୟନ୍ତ୍ରଣ କରିଥାନ୍ତି? ଜଲ୍ଦି କମେଣ୍ଟ କର ପିଲାମାନେ, କୋଉ ପ୍ରକାର ପ୍ରତିକ୍ଷେପ? ସାର୍ ଆମେ ଦୃଷ୍ଟି ପ୍ରତିକ୍ଷେପକୁ ସେମାନେ ନିୟନ୍ତ୍ରଣ
କରିଥାନ୍ତି। କୋଉ ପ୍ରକାର ପ୍ରତିକପ? ଦୃଷ୍ଟି ପ୍ରତିକପକୁ ସେମାନେ ନିୟନ୍ତ୍ରଣ କରିଥାନ୍ତି। 17 ନମ୍ବର ଅପସନ ଏ ଇଜ ଦ ରାଇଟ ଆନ୍ସର। ପିଲାମାନେ କ୍ୱେଶ୍ଚନ ସରି ଆସୁଛୁ, ଆମେ 20ଟା କ୍ୱେଶ୍ଚନ ଡିସ୍କସନ କରିବାନି। 18 ନମ୍ବର ପର୍ଯ୍ୟନ୍ତ ପହଞ୍ଚିଲେଣି। ଯଦି ଏପର୍ଯ୍ୟନ୍ତ ପିଲାମାନେ ଚ୍ୟାନେଲ ଟିକୁ ସବସ୍କ୍ରାଇବ କରୁନାହାନ୍ତି ତ କଣ କରୁଛନ୍ତି ପିଲେ? ଜଲ୍ଦି ସବସ୍କ୍ରାଇବ କର, ଠିକ ଅଛି। ଆଚ୍ଛା 18 ନମ୍ବର କ୍ୱେଶ୍ଚନ କଣ କହିଲା ନା ପଶ୍ଚ ମସ୍ତିଷ୍କ ମସ୍ତିଷ୍କର ଉପର ଭାଗରେ ଥିବା ଗ୍ରନ୍ଥିର ନାମ କଣ? ଏଇ ଯୋଉ ପଶ୍ଚ ମସ୍ତିଷ୍କର ଉପର ଭାଗରେ ଥିବା ଗୋଟେ ଗ୍ରନ୍ଥି ଥାଏ, ସେଇ ଗ୍ରନ୍ଥିଟାର ସେ ନାମ ପଚାରୁଛି। ଜଲ୍ଦି କମେଣ୍ଟ କରି କହିଦିଅ ପିଲେ, ଜଲ୍ଦି କମେଣ୍ଟ କରି କହିଦିଅ। ବାସ୍ କୋଉ ଗ୍ରନ୍ଥି? ଥାଇରଏଡ ଗ୍ରନ୍ଥି ନା? ସେଟା ବି ନୁହଁ, ସେଟା ବି ନୁହଁ। ଏଟା କଣ? ପିଲିଆନ ଗ୍ରନ୍ଥି। ଅପସନ ଏ ଇଜ ଦ ରାଇଟ ଆନ୍ସର। ପିଲିଆନ ଗ୍ରନ୍ଥି। କୋଉ ଗ୍ରନ୍ଥି? ପିଲିଆନ ଗ୍ରନ୍ଥି। ପଶ୍ଚ ମସ୍ତିଷ୍କ ଉପର ଭାଗରେ ରହିଥିବା ଗ୍ରନ୍ଥିର ନାମ ହଉଛି। ନେକ୍ସଟ କ୍ୱେଶ୍ଚନ, ନେକ୍ସଟ କ୍ୱେଶ୍ଚନ। ମଣିଷ ଠାରେ କେତେ ଯୋଡା କୋରଟି ସ୍ନାୟୁ ରହିଛି? ମାନେ ମଣିଷ ପାଖରେ କେତେ ଯୋଡା ସେ ପଚାରିଛି ଛୁଆ, କେତୋଟି ପଚାରିନି, କେତେ ଯୋଡା ହେଲା। କେତେ ଯୋଡା କୋରଟି ସ୍ନାୟୁ ରହିଛି? ଜଲ୍ଦି କମେଣ୍ଟ କର ପିଲାମାନେ। 19 ନମ୍ବର ଅପସନ 12 ଯୋଡା। କେତେ ନମ୍ବର? କେତେ ଯୋଡା ପିଲେ? 12 ଯୋଡା କୋରଟି ସ୍ନାୟୁ ରହିଛି। 10 ଯୋଡା ନୁହେଁ କି 14 ଯୋଡା ନୁହେଁ କି 16 ଯୋଡା ନୁହେଁ, 12 ଯୋଡା ଆମର କଣ ଅଛି? ଆମର ମାନେ ଲାଷ୍ଟ ଆଜିକାର ସେସନ ଲାଷ୍ଟ କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି କଣ ନା ସ୍ନାୟୁ କୋଷର ଶାଖାୟିତ ତନ୍ତୁକୁ କଣ କୁହାଯାଏ? ନା ବହୁତ ସିମ୍ପଲ, ପୁରା ଡାଇରେକ୍ଟ କ୍ୱେଶ୍ଚନ ଆମର ବିଷୟରୁ ଆସୁଛି ଡାଇରେକ୍ଟ କ୍ୱେଶ୍ଚନ। କଣ ପିଲାମାନେ? ସ୍ନାୟୁ କୋଷର ଶାଖାୟିତ ତନ୍ତୁକୁ ଆମେ କଣ କହିଥାଉ ନା ଡେଣ୍ଡ୍ରାଇଟ କହିଥାଉ। କଣ କହିଥାଉ ପିଲାମାନେ? ଡେଣ୍ଡ୍ରାଇଟ। ଅପସନ କହିନଥାଉ କି ସିନାପ୍ରାସ କହିନଥାଉ, ଏଟା ବି କହିନଥାଉ, ଡେଣ୍ଡ୍ରାଇଟ କହିଥାଉ। ଅପସନ ବି ଇଜ ଦ ରାଇଟ ଆନ୍ସର। 20 ନମ୍ବର ଆନ୍ସର କଣ ହବ ପିଲେ? ଅପସନ ବି। ଠିକ ଅଛି। ତ ପିଲାମାନେ ଆଜି ପର୍ଯ୍ୟନ୍ତ ଭିଡିଓଟିକୁ ଦେଖୁଛନ୍ତି ତ ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ। କାହିଁକି ନା ତମେ ପୁରା ଡେଡିକେଟେଡଲି ପଢୁଛ ଆଉ ପଢିବା ପାଇଁ ବି ଚାହୁଁଛ। ପିଲାମାନେ ବାସ୍ ଲାଷ୍ଟରେ ମୁଁ ଜଣେଇ ଦେବାକୁ ଚାହୁଁଛି ନା କଣ, ଆମେ ପ୍ରତ୍ୟେକ ଦିନ ପ୍ରତ୍ୟେକ ସପ୍ତାହର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ସକାଳ 8ଟା ବେଳକୁ ଆମର ଭିଡିଓ ଅପଲୋଡ ହେଇଯାଉଛି। ଯଦି ତମେ ପ୍ରଥମେ ଭିଡିଓଟିକୁ ଦେଖିବା ପାଇଁ ଚାହୁଁଛ ତ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ବାସ୍ ଖାଲି ସବସ୍କ୍ରାଇବ କଲେ ହବନି, କଣ କରିବ? ବେଲ ଆଇକନକୁ ଅଲ ରେ ସେଟ କରିଦବ। ବେଲ ଆଇକନ ଟାକୁ ଅଲ ରେ ସେଟ କରିଦବ। ବେଲ ଆଇକନ କୁ ଦବେଇ ଦେଲେ ସେଠି ଅଲ ର ଅପସନ ଥିବ, ଅଲ ଅପସନ ସେଟ କରିଦେଲେ ଯେତେବେଳେ ବି ମୁଁ 8ଟା ବେଳେ ତ ସିମ୍ପଲ ଆମର 8ଟା ବେଳେ ହିଁ ଅପଲୋଡ ହବ। ଆଜି ଶନିବାର 8ଟା ବେଳେ ଆଜି ଅପଲୋଡ ହେଇଯାଇଛି। ତାପରେ ପୁଣି ଯେତେବେଳେ ମଙ୍ଗଳବାର ତମକୁ ଆସିବ, ମଙ୍ଗଳବାର ପୁରା 8ଟା ବେଳକୁ ଆସିବ। 8ଟା ବେଳକୁ ଭିଡିଓ ପବ୍ଲିଶ ହଉଥିବ, ଚାଲିଥିବ ଭିଡିଓ। ଠିକ ଅଛି ନା? ତ ନିହାତି ଭାବରେ 8ଟା ବେଳକୁ ଆସି ପହଞ୍ଚିବ। ଯଦି ବି ତମର ମନେ ପଡିବନି ତ ବେଲ ଆଇକନ ଟାକୁ ଅଲ ରେ ସେଟ କରିଦେଇଥିବ, ସିଏ ତମକୁ ଗୋଟେ ନୋଟିଫିକେସନ ଦେଇଦବ ତମ ମୋବାଇଲ କୁ, ନା ଆମର ଚାଲ ପଢିବା ୟୁଟ୍ୟୁବ ଚ୍ୟାନେଲରେ ଗୋଟେ ଭିଡିଓ ଆସିଯାଉଛି, ଜଲ୍ଦି ଆସିକି ଦେଖିବି। ଠିକ ଅଛି ନା ପିଲାମାନେ? ଏମିତି ଗୋଟେ ଆସିବ। ତ ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ, ତମେ ଏତେ ପର୍ଯ୍ୟନ୍ତ ଦେଖିଛ। ଆଉ ଗୋଟେ ବହୁତ ବଡ ଧନ୍ୟବାଦ ତମକୁ ଦେବି ନା ଆମେ 50ଟି ସବସ୍କ୍ରାଇବର କମ୍ପ୍ଲିଟ କରିଦେଇଛି। ବାସ୍ ଆସ୍ତେ ଆସ୍ତେ ଯାଉଛି, କିଛି ଅସୁବିଧା ନାହିଁ। ତମେ ଚ୍ୟାନେଲଟିକୁ ଦେଖ, ଏନ୍ଜୟ କର, ଭିଡିଓଟିକୁ ବେନିଫିଟ୍ସ ନିଅ। ବେନିଫିଟ୍ସ ନେଇ ସାରିଲା ପରେ ମତେ ଟିକେ ସବସ୍କ୍ରାଇବ କରିବ, ଠିକ ଅଛି ନା? ତ ବାସ୍ ଆଜି ପାଇଁ ଏତିକି ପିଲାମାନେ। ବାସ୍ ଯଦି ଦଶମ ଶ୍ରେଣୀର ଭଲ ମାର୍କ ରଖିବା ପାଇଁ ଚାହୁଁଛ ତ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ବାସ୍ ଆଜି ପାଇଁ ଏତିକି। ଜୟ ହିନ୍ଦ, ଜୟ ଜଗନ୍ନାଥ, ଜୟ ଭାରତ।